लक्ष्मी क्षीर समुद्र राजतनया श्रीरंग धामेश्वरी दासीभूत समस्त देववनिता लोके नदीपांकुरा श्रीमन मंदकटाक्ष लब्ध विभव श्रीमन मंदकटाक्ष लब्ध विभव ब्रह्मेन्द्र गंगाधरं तां त्रैलोक्य कुटुंबिनी सरसिजां वंदे मुकुंद प्रियां वंदे मुकुंद प्रियां वंदे मुकुंद प्रियां। नमस्ते कमला मागो सागर दुलणी नमस्ते नमस्ते लक्ष्मी विष्णु घरणी नमस्ते कमला मागो सागर दुलणी नमस्ते नमस्ते लक्ष्मी विष्णु घरणी नमस्ते कमलालया अति दयावती नमस्ते कमलालया अति दयावती स्थावर जंगम कीट आदि पाळु नीति तोर दया बळे मागो दरिद्र जनर हुई अचल वित्त जिणई कुबेर तोर द्रोही जने मागो अन्न न मिलई जेते अरजिले केबे पेट न पुरई तोहर चरित मन देई जे सुनई तोहर चरित मन देई जे सुनई कियवा भक्ति भावे सर्वदा गुणई ताहार दरिद्रपण जाए दूर होई सर्वदाता को प्रसन्न हेउ महामाई एणु तो चरणे मागो अशेष प्रणाम करुची पुरा बारे मोर मनस्काम तो चरित किंचिते मु करी विरचन जगत जननी बारे दिय दीप्य ज्ञान दिने क नारद पराशर मुनि दुई भ्रमी भ्रमी एक ग्रामे प्रवेशिले जाई सेही दिन मार्गशीर मास गुरुबार पर्व पड़ीथिला सर्वपुरवासींकर प्रति घर द्वार गमयरे लिपा होई प्रति घर द्वार गमयरे लिपा होई लक्ष्मीपाद पद्म चिता पड़ीथिला तही नारी माने स्नान सारी पिंधि दिन बास लक्ष्मी को पूजारे सर्वे होई छंती रत ब्राह्मण को ठारू जे चंडाल परिजंते लक्ष्मी को पूजारे रत अछंती समस्ते ब्राह्मण को ठारू जे चंडाल परिजंते लक्ष्मी को पूजारे रत अछंती समस्ते हुलहुली शबदरे पूरी छी गगन देखिए उत्सव रीति विधाता नंदन पचारती पराशर मुनि दंत कह कहत पीबर एकी सचरित ब्राह्मण चंडाल आदि समस्त जाति रे करुछंती कि उत्सव आनंद मतिरे केउ व्रत कि उपास अटे हा नाम काहाकू करंती पूजा तार कि नियम यह शुणी पराशर होई हस हस कहती वचन धीरे शुण विधि शिष्य ए धान माणिका गुरुबार जे अटई लक्ष्मी देवींकर पूजा ए व्रते घटई लक्ष्मी देवींकर पूजा ए व्रते घटई सबु मास मानंकरे मार्गशीर सार तहिरे पड़ई जेउ जेउ गुरुबार लक्ष्मींकर प्रिय सेही बार मान जान सबुठारु आद्य गुरुबार जे प्रधान
ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର। ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ସେ ବ୍ରତ ଏହା କହି ପରାଶର ହେଲେ ମୌନବ୍ରତ। ଏହା କହି ପରାଶର ହେଲେ ମୌନବ୍ରତ। ଏହା କହି ପରାଶର ହେଲେ ମୌନବ୍ରତ। ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତ୍ୟ କେଉଁ ନର। ତହିଁରେ ସେ କେଉଁ ଶୁଭ ଫଳ ଲଭିଅଛି ଲକ୍ଷ୍ମୀ ଦ୍ରୋହୀ ହୋଇ କରି କେ ଦୁଃଖ ପାଇଛି। ଏହା ସବୁ ମୋ ଆଗରେ କହତ ଗୋସାଇଁ ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୂଜଇ। ନାରଦ ବଚନ ଶୁଣି ପରାଶର ମୁନି କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ। କହୁଅଛି ପୁରାତନ କଥା ଅଛି ଯାହା ହୋଇବ ଆନନ୍ଦ ଜାତ ଶୁଣିଲେ ପିତାହା। ଏକ ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲି ଯିବି ମୁହିଁ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ବୁଲିବ ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତ ଏ ମନ୍ତ ଶୁଣିଲେ ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ଚଉସ୍ତରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବାହୁଟି ରମ୍ୟ ବଳୟ କଙ୍କଣ କରରେ ବାହୁଟି ରମ୍ୟ ବଳୟ କଙ୍କଣ ସୁନା ସୂତା ମାଣିକ୍ୟ ପଦକ ଆଭରଣ ବାଜେଣୀ ନୁପୁର ମାତା ପଦରେ ଖଞ୍ଜିଲେ। ଏପରି ନାନା ଭୂଷଣେ ସୁବେଶ ହୋଇଲେ ଜୀବନ ମାତାଙ୍କ ଅଧିକାର ତିନି ପୁର ଆଭରଣ କେତେ ମାତ୍ର ଦେବୀ ପଟାନ୍ତର। ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ ବୃଦ୍ଧା ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥ ପ୍ରବେଶ ହୋଇଲେ ଯାଇ ସାଧୁର ଦୁଆରେ। ସାଧବାଣୀ ଉଭା ହୋଇଥିଲେ ସେହିଠାରେ ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ। ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ଲିପା ପୋଛା କରି ନାହୁଁ କିମ୍ପା ଘର ଦ୍ୱାର। ସାଧବାଣୀ ଏହା ଶୁଣି ବୋଲଇ ସେ କ୍ଷଣି କି ରୂପେ ବ୍ରତ ହୁଏ କାହା ପୂଜା ପୁଣି। ବୁଝାଇ ତ ସବୁ କହ ହେ ନାନୀ ଗୋସାଇଁ କହିଲେ ମନକୁ ମୁଁ ଏ ବ୍ରତ କରିବଇଁ। ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ଶୁଣ ସାଧବାଣୀ ବ୍ରତ ହୁଏ ବିଧିରେ। ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ସେଦିନ ଉଷାରୁ ସେଜ ଛାଡ଼ି ତତପର ଗୋମୟ ଜଳରେ ଘର ଦୁଆର ଲିପିବ। ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ଧୋଇ ଧାଇ କରି ତାକୁ ଶୁଖାଇବ ବେଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ଚୌକି ବା ଖଟୁଲିଏ ଆଣିବ ତ୍ୱରିତ। ତାକୁ ଧୋଇ ତାର ପରେ ଦେବ ନୂଆ ଧାନ ରଙ୍ଗ କଳା ନହି ହୋଇଥିବ ଶୁକ୍ଳ ବର୍ଣ୍ଣ। ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ଧାନ ମାଣ ଯେ ପୁରାଇ ରଖିବ ତାପରେ। ସେ ଧାନ ମାଣ ଉପରେ ଗୁଆ 3 ଗୋଟି ହଳଦୀ ପାଣିରେ ତାହା ଧୋଇ ଥୋଇବଟି। ଶୁକ୍ଳ ଧାନର ଶିଖା ରଖି ବେଣ୍ଟି କରି
ମାଣ ଉପରେ ତାହାକୁ ଥୋଇବ ବିଚାରି। ଚୂଳ ଆଖୁ ମୂଳା କଦଳୀ ଯେ ସଜାଡ଼ିବ, ପଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ। ପ୍ରଥମରେ ବାଳ ଧୂପ ତାପରେ ଶଙ୍କୁଡ଼ି, ଏପରି କରିବ ତିନି ଧୂପକୁ ସଜାଡ଼ି। ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ, ପୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେହିଦିନ ଉଷାରୁ ଯେ ଉଠି ତତ୍ପର, ଜୋଟି ଆଦି ଚିତା ଦେବ ପୂର୍ବ ପରକାର। ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୁଲି ରଖିବ। ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ, ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ। ଦଶକ୍ଷୀୟ ସୂତାରେ ଯେ ପ୍ରତ୍ୟେକ କରିବ, ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ। 10 କେରା ଦୁବରେ ଯେ ବ୍ରତ ଗୁଡ଼ାଇବ, ମହାଲକ୍ଷ୍ମୀ ଗୁଆ ପାଖେ ତାହାକୁ ଥୋଇବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୋର ଆଣି ତହିଁ ଥୋଇବ ବହନ। ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି, ତାପରେ ଯା ଭୋଗ ଦେବ ଶୁଣ ହେତୁ କରି। ଅରୁଆ ଚାଉଳ 1 ମାଣ ତିନ୍ତାଇବ, ତାକୁ କୁଟି ଚୁନା କରି ଯତନେ ରଖିବ। କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର। ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ, ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ। ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ, ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ। ଯେଉଁ ତାରୁ କଥା ଏକ ମନ ଦେଇ ଶୁଣ, ଗୁରୁବାର ଦିନ ଯେଉଁ କଥାରି ବାରଣ। ସେ କଥା କହୁଛି ଏବେ ସାଧବାଣୀ ଶୁଣ, କେବେ ନ ଭାଜିବ ଖଇ ଗୁରୁବାର ଦିନ। ଯେଉଁ ନାରୀ ଗୁରୁବାର ଦିନରେ ଆମିଷ, ମୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ। ମୁଞ୍ଜଇ ଉଚ୍ଚିଷ୍ଟ କିବା ଲଗାଏ ଯେ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗିବେ ଟିଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ, ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ। ଖଟର ଛାୟାରେ ଯେହୁ କରଇ ଶୟନ, ରାତ୍ରକାଳେ ଦଧି ଅନ୍ନ ଯେ କରେ ଭୋଜନ। ଖୁର ହୁଏ ଯେହୁ ଯାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ। ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ, ଏଡ଼େ କର୍ମ ଯେ କରେ ସେ ଲକ୍ଷ୍ମୀଙ୍କୁ ନ ପାଏ। ଗୁରୁବାର ଦିନ ସକାଳରୁ ଗୋମୟରେ, ଦୁଆର ଯେ ନଲି ପଇ ଅଳସ ପଣରେ। ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ, ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ। ଧନ ଜନ ସବୁ ତାର ହରଣ କରନ୍ତି, ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି। ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭଗା। ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ, କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ। ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ, ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବାର ଶଯ୍ୟା ବଙ୍କା କରିଣ ବିଛାଏ। ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ। ସଭାରେ ବସିଣ ଯେ ମାନବ ବିଛ କହି, ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜିବ ସଇ। ପୁଷ୍ପାଣ୍ଡ ଫଳକୁ ଯେହୁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ।
କନ୍ୟା ତୁଳା ମାସେ ପିତୃ ଶ୍ରାଦ୍ଧ ନ କରଇ କଥା କହୁ କହୁ ସବୁବେଳେ ଯେ ହସଇ ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ ଆୟ ବୁଦ୍ଧି ନାଶ ଯାଏ ଅନ୍ନ ନ ମିଳଇ। ଗୁରୁବାର ସଂକ୍ରାନ୍ତି ଅମାବାସ୍ୟା ଦିନ ରଜନୀରେ ସ୍ତ୍ରୀ ପୁରୁଷ କଲେ ଭୋଜନ କିବା ଏହି 3 ଦିନ ଯେଉଁ ନାରୀ ମୋହେ ପୁରୁଷ ସଙ୍ଗତେ ମାତି ଧର୍ମକୁ ନ ଚାହେଁ ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏତିକି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାଆନ୍ତି ଅନ୍ତକାଳେ ଯମଦ୍ୱାରେ ବହୁ ଦଣ୍ଡ ପାଆନ୍ତି। ଦିନ ଯେ ନାରୀ କରଇ ହବିଷ୍ୟ ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ପରେ ଲକ୍ଷ୍ମୀ ବ୍ରତ ଲକ୍ଷ୍ମୀ ବାରେ ଉପବାସ ବଢ଼ିବ ତାହାର ଧନ ଜନ ଆୟୁ ଯଶ ସକାଳୁ ସେ ଜରୁ ଉଠି ଯେ ମୁଖ ନ ଧୁଏ ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ରାତ୍ର ଶେଷେ ବାସି ସେ ଯେ କରେ ଶୟନ ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ ଆସନ ବିନା ଯେ ଭୂମି ପରେ ବସି ଖାଏ କିବା ଯେ କୁମାରୀ ସଙ୍ଗ ତରେ କାମ ବହେ ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜିବ ସହି ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ କେବେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ଭୋଜନ କରି ଯେ ମୁଖ ଶୋଧନ ନ କରେ ଭୋଜନ କରଇ ଯେଉ ଅନ୍ଧକାର ଥରେ ସ୍ନାନ ପରେ ହୁଅଇ ଯେ ତୈଳ ମର୍ଦନ କରେ ଯେହୁ ନଖ ମୁନେ ଭୂମି ବିଧାରଣ ପିନ୍ଧିଥିବା ଲୁଗା ଶେଷେ ଯେ ବିଞ୍ଚି ହୁଅଇ ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ ସ୍ୱାମୀ ଯାହା ବୋଲେ ତାହା ନ କରେ କେବେ ହେ ପରପୁରୁଷରେ ଯେହୁ ହୋଇଥାଏ ରତ ପରିଷ୍କୃତ ନୋହି ହୁଏ ଯେ ନାରୀ କୁଚ୍ଛିତ ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି କାଙ୍ଗାଳିନୀ ପରିବାର ଦ୍ୱାରେ ସେ ବୁଲାନ୍ତି କଳହି ଅଳସୀ ଅତି ଅପ୍ରିୟା ସାହସୀ ଦେବ ବିପ୍ର ଅତିଥିରେ ନୁହଁ ବିଶ୍ୱାସୀ ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକୁ ନ ସେବେ ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ଯେଉଁ ନାରୀ ସ୍ୱାମୀ କି ଦେବତା ସମମଣି ସେବା କରି ତୋଷୁଥାଏ ତାର ମତି ଚିହ୍ନି ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ସାନ ବଡ଼ ସମସ୍ତଙ୍କୁ ସମ ଭାବେ ଚାହେଁ ପରଶିବା ବେଳେ ପକ୍ଷପାତ ଯେ ନ କରେ ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ପତିର ଆଜ୍ଞାକୁ କେବେ ନ ପକାଏ ତଳେ ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ଏମର୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ପତିପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ସଧବା ନାରୀର ପତି ବିନା ନାହିଁ ଗତି ସଧବା ନାରୀର ପତି ବିନା ନାହିଁ ଗତି ତପ ଜପ ଦେବ ପୂଜା ତାହାର ନୀତି ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ, ସଦାବେଳେ କରନ୍ତି ଉତ୍ତମ ଆଚରଣ, ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ତକ୍ଷଣ। ପତି ସେବା ବିନା ନାହିଁ ନାରୀଙ୍କର ଗତି, ପତି ପ୍ରାଣ ନାରୀ କରେ ଦେବ ଲୋକ ଗତି। ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା, ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା। ପତି ସେବା ବର ଯିଏ ମାତି ଗରବରେ, ଗୁରୁବାରେ ଲକ୍ଷ୍ମୀ ବ୍ରତ ସେହୁ ଯଦି କରେ, ତାହାର ନୁହଁଇ ଭଲ ଜନମେ ଜନମେ, ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ। ଏମନ୍ତ ତିଆରି ସାଧ ବାଣୀକି କହିଲେ, ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯାବଇଲେ, ନକଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ। ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ, ଶୁଣ ହୋ ନାରଦ ଠାକୁରାଣୀ ଏହା କହି, ସେଠା ବରୁ କେତେ ଦୂର ପଥ ଗଲେ ବାହି। ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ, କାହାରି ଦୁଆରେ ସେହି ସୂଚି ନ ଦେଖିଲେ। କେବଳ ଯୁବତୀ ନିଦେ ହୋଇ ଅଚେତନ, କାହାର ଫିଟି ଯାଇଛି ପିନ୍ଧିଲା ବସନ, କାହାର ଶିରରେ କେଶ ମୁକୁଳିତ ହୋଇ, ଭୂମି ପରେ ପଡ଼ିଅଛି କେରି କେରି ହୋଇ। ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ, ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। କ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର, ତାହାର ମହିମା ଯେ ଦେବଙ୍କୁ ଅଗୋଚର। ପ୍ରତିଦିନ ଖର କଇ ଗୁଣ୍ଡିଚା ନଗର, ବିଷ୍ଣୁ ଭକତିରେ ସେ ଯେ ଅତି ତତ୍ପର। ରାତ୍ରବେଲି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା, ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦ୍ୱାରକୁ ଲିପିଲା, ଛଡ଼ା ପାଣି ମୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା, 16 କୋଠି କରି ଦିବ୍ୟ ପଦ୍ମେକ କାଟିଲା। ଦଶମୁଖୀ ଦୀପାବଳି ମଣ୍ଡଳେ ଥୋଇଲା, 10 ବର୍ଣ୍ଣ ଫଳ ମୂଳ ମଣ୍ଡଳେ ବାଢ଼ିଲା। ସୂତା 10 ଖିଅ ନେଇ ମଣ୍ଡଳେ ଥୋଇଲା, ମନର ଚଞ୍ଚଳେ ପୁଣି ବେଗେ ଚଢ଼ିଗଲା। ଅରୁଆ ଚାଉଳ ଆଉ ଦୁବ 10 କେରା, ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା, ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା। ନମସ୍ତେ ନମସ୍ତେ ମାଗ ହରିଙ୍କ ଘରଣୀ, ମୁହିଁ ଛାଡ଼ହୀନ ଜାତି ନ ଜାଣଇ ପୁଣି। ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ, କିଞ୍ଚିତେ ଭକତି ମୋର ଘେନ କମଳିନୀ। ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ, ମା ବିଷ୍ଣୁ ପାଟରାଣୀ, ସହି ନ ପାରିଲେ ଚଣ୍ଡାଳୁଣୀର ଦଇନୀ। ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା, ଦୁଇ ପାଦ ଦେଇ ମାତା ପଦ୍ମେ ହେଲେ ଉଭା। ଚଣ୍ଡାଳୁଣୀ ଘର ଗୋଟି ପାଇଲା କଶୋଭା, ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା। ବୋଇଲେ ଲୋ ଚଣ୍ଡାଳୁଣୀ ମାଗି ଘେନ ବର, ତୁ ମାଗି ଘେନ ବର। ପ୍ରସନ୍ନ ହୋଇଲି ଦୁଃଖ ନାସିବି ତୋହର, ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ। କି ବର ମାଗିବି ମାଗୋ ମାଗି ନ ଜାଣଇ, ଗୋକଷ୍ଟକୁ ଦେବୁ ମୋର ଲକ୍ଷେ ପଦ୍ମ ଗାଈ। କୁବେର ସମାନ ଧନ ଦେବୁ ମାତ ତୁଇ, କୋଳକୁ ନନ୍ଦନ ଯେ ହସ୍ତକୁ ସୁନା ବାହି। ଚାରି ଯୁଗେ ବସିବି ଅମର ବର ପାଇ, ଲକ୍ଷ୍ମୀ ଶୁଣି ବଇଲେ ତୁ ହୋଇଲୁ କି ବାଇ। ଏ ସମସ୍ତ ବର ତୋତେ ଦେଇ ତ ପାରଇ, ଅମର ବର ଦେବାକୁ ଶକ୍ତି ନାହିଁ ମୋର। ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର, ଯେତେ ଦିନ ଜିଇଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ। ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ, ମୋହର ଏ ବ୍ରତ କରିଥିବୁ ସବୁଦିନ।
ଲକ୍ଷ୍ମୀନାରାୟଣ ପାଦେ ଥିବ ତୋର ମନ। ଶୁଣ ହେ ନାରଦ ଏଣେ ହରି ବଳରାମ, ମୃଗୟା ବିନୋଦେ ଯାଇଥିଲେ ଘୋର ବନ। ମୃଗୟା ବିନୋଦେ ଯାଇଥିଲେ ଘୋର ବନ। ମୃଗୟା ବିନୋଦେ ଯାଇଥିଲେ ଘୋର ବନ। ଯୋଗ ବଳେ ବଳରାମ ଏକଥା ଜାଣିଲେ, ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ। ଦେଖ ଦେଖ କହ୍ନାଇ ତୋ ଭାରି ଯାଚାର, ଉଭା ହୋଇଅଛ ଯେ ଚଣ୍ଡାଳୁଣୀ ଘର। ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ, ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ। ଏହି ରୂପେ ସବୁଦିନେ ଦେଉଳେ ପଶୁଛି, ଦୁଇ ଗୋଟି ଭାଇଙ୍କୁ ବି ଟାଳ କରାଉଛି। ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବହି, ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସହି। ସୁଦଶା ନାମରେ ଏକ ବ୍ରତ ଯେ ତାହାର, ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର। ଭାରିଯାରେ କାର୍ଯ୍ୟ ଯେବେ ଅଛି ରେ କହ୍ନାଇ, ଚଣ୍ଡାଳ ସାହିରେ ନଗ୍ର ତୋଳ ବେଗେ ଯାଇ। ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ, ଏପରି ଘରଣୀ ଥିଲେ ଭଲ ଗତି ନାହିଁ। ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା, ଲକ୍ଷ୍ମୀ ପରା ଭାରିଯାକୁ ଆଉ ନ ପାଇବା। ସେ ଯେବେ ଦୋଷ କରିଛି ଏମନ୍ତ କରିବା, ସ୍ୱର୍ଗପୁର ଲୋକଙ୍କୁ ଡକାଇ ଅଣାଇବା। 5 ଲକ୍ଷ ଟଙ୍କା ଦେଇ ଜାତି କରାଇବା, ଆଉ ବେଳେ ତାର ଯଦି ଅନୀତି ଦେଖିବା। ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ, ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ। ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ ଜେମା, ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା। ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ, ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇ ନାହିଁ। ଭାରିଯା ଅଟଇ ସିନା ପାଦର ପାଣ୍ଡୋଇ, ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ। ଭାର୍ଯ୍ୟା ଠାରେ ଲୋଭ ଯେବେ ଅଛି ରେ କହ୍ନାଇ, ଚଣ୍ଡାଳ ସାହିରେ ତୁ ନର ତୋଳ ଯାଇ। ମୋର ବଡ଼ ଦେଉଳକୁ ଆଉ ନ ଆସିବୁ, ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ। ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ। ଧିକାର ବଚନ ପ୍ରଭୁ ସହି ନ ପାରିଲେ, ଛାଡ଼ିଲି ବୋଲିଣ ରଙ୍ଗ ଧରେ କହିଲେ। ଦେଉଳର ସିଂହ ଦ୍ୱାରେ ପ୍ରବେଶ ହୋଇଲେ, ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ଶୁଣ ହେ ନାରଦ ତେଣେ ଶ୍ରିୟା ଚଣ୍ଡାଳୁଣୀ, ଶୁଣ ହେ ନାରଦ ତେଣେ ଶ୍ରିୟା ଚଣ୍ଡାଳୁଣୀ। ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବେନି, ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ। ଯାଚିଣ ଅନେକ ବର ପ୍ରଦାନ ଯେ କଲେ, କୁଟୀର ଖଣ୍ଡିକ ଥିଲା ବଲୁରୀର ବାସ। ଆହା ବଲୁରୀର ବାସ, ଲକ୍ଷ୍ମୀ ଦୟା କଲେ ତାକୁ ଚନ୍ଦନ ଉଆସ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କର୍ଣ୍ଣ, ଚାରି କୋଣେ ଦେଲେ ତାକୁ ଶୁଦ୍ଧ ଯେ ସୁବର୍ଣ୍ଣ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କପୁତ୍ର, ଲକ୍ଷ୍ମୀ ଦୟା କଲେ ତାର ହେଲା 5 ସୁତ। ଧନପୁତ୍ରବତୀ ହୁଅ ବୋଲିଣ ବୋଇଲେ, ବର ଦେଇ ସେଠା ବରୁ ବିଜେ କରିଗଲେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ, ଏବେ ଶୁଣ ହେ ନାରଦ ପୂର୍ବ ଭାରତୀ। ସିଂହଦ୍ୱାରେ ବିଜୟ ଲକ୍ଷ୍ମୀ ଯେ ବହାଇ, ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ। ବୋଇଲେ ଯେ ବାଟ ଛାଡ଼ ଭିତରକୁ ଯିବି, ଦଶମୀ ଯୋଗାଡ଼ ମୁହିଁ ମଣୋହି ରାନ୍ଧିବି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ, ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ। ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ, ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ।
ଯାଅ ଲକ୍ଷ୍ମୀ ତୁମ୍ଭ ଠାରେ ଆଉ କାର୍ଯ୍ୟ ନାହିଁ। ଧିକାର ବହୁତ ମତେ କଲେ ବଡ଼ ଭାଇ। ହାଡ଼ି ଘରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ। ସ୍ନାନ ନ କରି ପଶୁଛି ଦେଉଳ ଭିତରେ। ତାଠାରୁ ପାପିନି ଆଉ ସଂସାରରେ ନାହିଁ। ମୋହର ବଚନ ଏବେ ଶୁଣ ପ୍ରାଣ ସହି। ଜଗତେ ବୋଲନ୍ତି ତତେ ବାଇ ଠାକୁରାଣୀ। ବାଇ ପ୍ରାୟ ବୁଲୁଥାଉ ହୋଇ ମୋ ଘରଣୀ। ଏକ ଘର କରାଉ ସହସ୍ର ଘର ଭାଙ୍ଗି। ସହସ୍ର ଘର କରାଉ ଏକ ଘର ଭାଙ୍ଗି। ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର। ଯାହା ଲକ୍ଷ୍ମୀ ବାହାରି ଗୋ ନରହମପୁର। ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଯାଇ। ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ। ଆମ୍ଭ ଜାତିରେ ତ ଛାଡ଼ପତ୍ର ଚଳେ ନାହିଁ। ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଯେତେବେଳେ ସାଗର ମନ୍ଥିରେ ଦେବ ଯାଇ। ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ। ସେତେବେଳ କଥା ତୁମ୍ଭେ ପାଶୋରି ଯେ ଦେଲ। ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ। କନକ ବେଦୀରେ ନେଇ ବିଭା କରାଇଲେ। ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇ। ଦଶ ଦୋଷ ମୋର କ୍ଷମା କରିବାର ପାଇ। 10 ଗୋଟି ଦୋଷରୁ ଗୋଟିଏ ନ ସହିଲ। ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ। ବିବାହବାସୀ ଦିନ ଜୁଆ ଖେଳିବାର ବେଳେ। 7 କଡ଼ା କଉଡ଼ି ଯେ ପାତିଲ ତଳେ। ତୁମ୍ଭେ ଢାଳି ଦିଅ ନାଥ ମୋହର ହସ୍ତରେ। ସୁବର୍ଣ୍ଣ କଉଡ଼ି ମୁହିଁ ଜାକିଲଇ କରେ। ଛଡ଼ାଇ ନ ପାରି ତୁମେ ବ୍ରହ୍ମାଣ୍ଡ ଠାକୁର। ମୋତେ ବୋଇଲ ଯା ଇଚ୍ଛା ମାଗି ଘେନ ବର। ଯାହା ମନ ବାଞ୍ଛା ଗୋ କରିବୁ ବଇ ଦେହି। ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି। କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର। ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର। 8 ଦିନେ ପଡ଼ିବ ମୋହର ଗୁରୁବାର। ପଡ଼ିଚରଚିବି ମୁହିଁ ସଭିଙ୍କର ଘର। ପଡ଼ିଚରଚିବି କୀଟୁ ବ୍ରହ୍ମ ପରିଜନ୍ତେ। ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ। ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ। ଏବେ କିମ୍ବା ସତ୍ୟ ଭଗ୍ନ ହେଉଛ ଗୋସାଇ। ଜଗନ୍ନାଥ କହୁଛନ୍ତି କୋପ ଭର ହୋଇ। ବାପ ତ ଲୁଣିଆ ଯେ ଗରଜି ମରୁଥାଇ। ଝିଅ ଟେରି ତ ଦୁର୍ଗୁଣ କହିଲେ ନ ସରେ। ବାପର ଗର୍ଜନ ଶବ୍ଦେ କିଏ ରହିପାରେ। ଚାରିପାଖେ ମେଘନାଦ ପାଚେରି ତୋଳାଇ। ବଡ଼ ଦେଉଳରେ ରହି ଅଛୁ ଦୁଇ ଭାଇ। ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ। ଅଛବର ଘରେ ଦଣ୍ଡେ ଥିଲି ଉଭା ହୋଇ। ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ। ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇ। ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ। ତୁମ ଜାତି କୂଳର ତ ଠିକଣା ନଥାଇ। ତୁମ୍ଭ ଜାତି କୂଳ ଯେ କହିଲେ ନ ସରଇ। ଗଉଡ଼ ଘରେ ରହିଲ ଦୁଇ ଗୋଟି ଭାଇ। ନିମାନ ମେସି ଫୁଟି ଯେ ଜାତିରେ ଗୋଲକ। ତାହା ଘରେ ଜଗନ୍ନାଥ କଲ ଅନ୍ନଭକ୍ଷ। ଦୂତପଣେ ଯାଇଥିଲ ହସ୍ତିନା ଭୁବନ। ତାହା ହସ୍ତିନା ଭୁବନ। ବିଦୁର ଘରେ ଯେ ପୁଣି କରିଲ ଭୋଜନ। ଯାରା ନାମେ ଶବର ଯେ ଅରଣ୍ୟରେ ଘର। ସେ ତୁମ୍ଭଙ୍କୁ ପୂଜିଲା ବରଷ 10 ବାର। ଅରଣ୍ୟର ଫଳମୂଳ ଖୋଜିଣ ଆଣଇ। ବସିଣ ପ୍ରଥମେ ଭଲ ମନ୍ଦ ସେ ଖାଇ। ପିତା କଷା ସବୁ ପ୍ରଭୁ ଆଡ଼ କରି ଦେଇ। ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ। ଶବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ। ଏକଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ।
आपणे पातकी किंपा पर निंदा कर पाप पुण्य दुई कथा विचार न कर भारी जाजे दोष कले पतिता सहई एक अपराधे प्रभु भृते किते जई किंपा न कर गोसाई एमंत विचार जाओ जाओ बोलू अछ मते बारंबार जगन्नाथ कहूचंती एमंत करिबा माणे माणे पड़ी तोते निते देउथिबा भाई को बुझाई पछे तुम्भंकु आनिबु भाई को आज्ञा अवज्ञा केभे न करिबु लक्ष्मी देवी कहंती पड़ी रे कार्य नाही अनाथ रक्ष प्राय जाऊ अछि मुहि रांडी अलक्षणी झिय मुहि जेनु हई पितार घर को मुझे बाहारी जीवई तुम्भ अलंकार मान प्रभु काढ़ी निय पछरे मते जे आउ बोलना न दिय गोविंद बोलंती लक्ष्मी होई लुकी बाई अंग अलंकार आम्भे नेबु काहि पाई भारी जा देहरे जेउ अलंकार थाए स्वामी होई ताहा ठारू काढ़ी नकी निये ठाकुराणी कहूचंती श्रीमुख को चाही तुम्भर अटई मुझे प्रथम विवाही पछरे कहिब लक्ष्मी आम घरे थिला सहस्र टंकार अलंकार घेनी गला एमंत ख्याति मते न दियो गोसाई तुम्भ अलंकार मान निय बाहुड़ाई शिरु काढ़िले लक्ष्मी मुकुतार जाली हृदयु काढ़िले इंद्र गोविंद कंजुली अंटारू काढ़िले माए रत्न ओढ़ियाणी नासिकारु काढ़िले जे मुकुता बसणी कर्णद्वयरू काढ़िले हीरार कुंडल गलारू काढ़िले जे दोसरी चीनामाल पादरू काढ़िले देवी बाजेरी नूपुर पादरू काढ़िले देवी बाजेरी नूपुर अंगुष्ठीरू काढ़िले जे झुंटिया सत्वर अन्य अलंकार मान कि कहिबी आउ रुंड कलारू दिशिला सबु दाउ दाउ सबु अलंकार मान एक ठाव कले रख दिन बंधु एहा बोली समर्पिले गोविंद कहंती एहा कि करिबु नेई आमर ए अलंकारे प्रयोजन नाही गृहस्थ होइण जेबे भार्या कुते जई छमास को भात लुगा लेखिण दियई एही अलंकार सबु तुम्भे घेनी जाओ बिकी भांगी करी भात लुगा करू थाओ लक्ष्मी देवी कहूचंती प्रभु मुख चाही सावधान होई सुण ब्रह्मांड गोसाई सावधान होई सुण ब्रह्मांड गोसाई मोर तुले आउ जेउ भारी जानिब एही सबु अलंकार ताहांकु जे देव मुहि जाऊ अछि हीन अरक्षित होई मोह अभिशाप घेन प्रभु भावग्राही सते जेबे चंद्र सूर्य पंतिया तो जात तुमको अन्न न मिलू आहे जगन्नाथ 12 वर्ष जाए तुम्भे दरिद्र होइब अन्न वस्त्र जल जे तुम्भंकु न मिलिब मुहि चंडालुणी जेबे टेकी देवी अन्न भोजन करिबे तेबे कालिय गंजर एते बोली लक्ष्मी देवी साप देई गले देउळु बाहर होई केते दूर गले एहा देखी दासी माने संगे गोड़ावंती दासी को अनाई लक्ष्मी देवी बोलुछंती मुहि जाऊ अछि न लक्षणी होई
मोर पछे तुम्हे माने आसुछ किंपाई। एहीपरि होई जेबे पिता घर जीवी, 4 दिन मात्र तही रही न पारिबी। जगन्नाथ प्राय बंधु पिता घर जीवे, तांकु देखि पिता मते समर्पिण देवे। साप देवा फल होइब कारण, दरिद्र नहिबे प्रभु देव भगवान। एते बोली लक्ष्मी देवी मने चिंता कले, विश्वकर्मा को जे माए मने सुमरिले। वैकुंठपुर रे विश्वकर्मा रही थिला, स्मरण मात्र के लक्ष्मी छामुरे मिलिला। किस आज्ञा हेउ मते लक्ष्मी महामाई, शुणी आज्ञा देले विश्वकर्मा को जे चाही। शुणी आज्ञा देले विश्वकर्मा को जे चाही। चंडालुणी कही प्रभु देले घौड़ाई, पारिबु कि खंडिए कुड़िया तोड़ी दे। आज्ञा मात्र विश्वकर्मा बेगे चली गले, 3 कोश प्रमाणे उआस तोड़ाइले। सुवर्णर कांथ मान सबु घरे कले, हीरा नीला माणिक्यादि तही खंजाइले। गंठी स्थले अनेक मुकुता लगाइले, प्रबालर स्तंभ मान तहिरे रचिले। पुर देखि कमलिनी संतुष्ट होइले, विश्वकर्मा को बहुत प्रशंसा जे कले। वैकुंठपुर को विश्वकर्मा चढ़ी गले, अष्टबेताल को डाकी देवी आज्ञा देले। अष्टबेताल रे तुम्हे एमंत करिब, प्रथमे रोषेई शाले जाई न पशिब। 60 पौटी भोग भुंजीब जे तही, 13 पौटी व्यंजन खाइब हर्ष होई। आगमुग मधु रुचि तिक्त कांजीराई, आंबिल खाइब खंड साकर मिसाई। अमृत मणहि मान भोजन करिब, हांडी मान नेई एक ठाबे चाड़िब। तहु जाइन भंडार मध्यरे पशिब, 52 कोटी भंडार बोहिण आनिब। काणी कौड़ी कड़ा कर द्रव्य न रखिब, सबु बोही आनी मोर पासे समर्पिब। बेताल बोइले महालक्ष्मी मुख चाही, बेताल बोइले महालक्ष्मी मुख चाही। केमंत कईण तहु आनिबु बुहाई, जगन्नाथ महाप्रभु तही चेईथिबे। आम्भकु देखिण काले पराभव देवे। शुणी कमलिनी निद्रावती किराइले, बहन मो बोल कर बोलिण बोइले। रामकृष्ण नयन रे निद्रा जे घारिबु, काली बेल 2 घड़ी जाए न छाड़िबु। आज्ञा पाई निद्रावती शीघ्र चली गले, रामकृष्ण नयन रे निद्रा जे घारिले। पाकशाला रे बेताल प्रवेश होइले, तही थिबा पाक द्रव्य समस्त खाइले। हांडी मान सबु एक ठाबे कचाड़िले, भंडार घर रे अष्टबेताल बसिले। जेते द्रव्य पूर्ण होई रही थिला तही, 52 कोटी भंडार आनिले बुहाई। रात्र 16 घड़ी जाक बेताल जे तही, कुलारू छांचुणी जाक सबु नेले बही। देखी करी महालक्ष्मी संतुष्ट होइले, तुम्हे आजी पुत्रपण करिल बोइले। प्रशंसा करिण माए वचन जे कही, सबु द्रव्य आनिल त रत्न खट नाही। 5 लाख मूल्य सेई खट तटई, जाओ रे बेताल एबे खट आण बही। जेते बेले जगन्नाथ दरिद्र होइबे,
ରତ୍ନ ଖଟ ବିକି କରି ଦିନ ଚଳାଇବେ। ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ, ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ। ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର, କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର। ବେତାଳେ ବୋଲୁ ଅଛନ୍ତି ରମା ମୁଖ ଚାହିଁ, ରତ୍ନ ଖଟେ ଶୋଇଛନ୍ତି ଦୁଇ ଗୋଟି ଭାଇ। କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ, ପୁଣି ତହିଁ ଶୋଇଛନ୍ତି କାଳିୟ ଗଞ୍ଜନ। ସାତ ଗୋଟି ପର୍ବତରୁ ଅଟଇ ଯେ ଗରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ। ମହାଲକ୍ଷ୍ମୀ ବୋଇଲେ ରେ ଏମନ୍ତ କରିବ, ଦୌଡ଼ିଆ ଖଟ ଏକ ଗୋଟି ଯେ ଆଣିବ। ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ, ଶୋଇବାର ରତ୍ନ ଖଟ ବୋହିଣ ଆଣିବ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ, ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ। ରତ୍ନ ଖଟ ପାଶେ ଦୌଡ଼ିଆ ଖଟ ଦେଲେ, ବଳରାମଙ୍କୁ ପ୍ରଥମେ ଧଇଲେ କଜାଇ। ଦୌଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ, ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ। ଦୌଡ଼ିଆ ଖଟ ଉପରକୁ ଗଡ଼ାଇଲେ, ଶୋଇବାର ରତ୍ନ ଖଟ ଆଣିଲେ କବହି। ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ, ବଳରାମ ପିନ୍ଧିବାର ପାଟ ବହି ନେଲେ। ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ, ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ। ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ, ଆରେ ଅଷ୍ଟବେତାଳରେ ଏମନ୍ତ କରିବ, ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ। ଆଜ୍ଞା ପାଇଣ ବେତାଳ ଗଣ ବେଗେ ଗଲେ, ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ। ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ, ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ। ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ, ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ। ସର୍ବଦ୍ୱାରେ ଜଗନ୍ନାଥ ବୁଲି ବେଟି ଯାଇ, ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି। ଅନ୍ନ ପାଣି କେହି ତାଙ୍କୁ କିଛି ନ ଦେବେ, ଏତେ ଦୁଃଖ ପାଇଲେ ସେ ମୋତେ ସୁମରିବେ। ଆରାମଦାୟିନୀ ରାତ୍ର ସୁଖରେ ପାଇଲା, ଦିନ ଦୁଇ ଘଡ଼ି କରେ ନିଦ୍ରା ଯେ ଭାଜିଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଗହଳ ଚହଳ ଆଜି କିଛି ଶୁଭୁ ନାହିଁ। ମୁଦିରଥ ପଣ୍ଡାରଥ ତୁଣ୍ଡ ଶୁଭୁ ନାହିଁ, ଦାସୀ ପରିବାରୀ ଯେପରି ଛାଗଲେ କାହିଁ। ଶ୍ରୀମୁଖ ପଖାଡ଼ିବାକୁ ଜଳ ନ ମିଳଇ, କି ବୁଦ୍ଧି କରିବା ଏବେ କହରେ କହ୍ନାଇ। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଭାଜ୍ୟ ଛାର ଏମନ୍ତକୁ କହୁଅଛୁ ତୁହି। କାହାର ଭାରିଜା ଯେବେ ଋଷି ହଜିଯାଏ, ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ। ଭଣ୍ଡାର ଘରକୁ ବିଜେ କଲେ ଦୁଇ ଭାଇ, ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ। ବଳରାମ କହୁଛନ୍ତି କାହିଁକି ହେଲା, 52 କୋଟି ଭଣ୍ଡାର କେ ଘେନିଣ ଗଲା। ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ, କ୍ଷଣକ ଭିତରେ କିଏ ଘେନିଗଲା ବୋହି। ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ, 7 ଗୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ। ଜଗନ୍ନାଥ କହନ୍ତି ଯେ କି ପାଇଲ ଭାଇ, ବଳରାମ କହୁଛନ୍ତି ଧନ ପାଇଲଇ।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ବେଙ୍ଗି ପିତ୍ତଳ ଖଣ୍ଡକ ରଖ କାହିଁ ପାଇଁ। ବଳରାମ କହୁଛନ୍ତି କି କଥା ଘଟିଲା, ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା, ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା। ସୁଧ ସୁବର୍ଣ୍ଣରୁ ଯେଉଁ ଧନ ହୋଇଥିଲା, କାଣି କଉଡ଼ି କଡ଼ାକୁ ସମାନ ନୋହିଲା। ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ, ପାକଶାଳ ଦୁଆରେ ଯେ ପ୍ରବେଶିଲେ ଯାଇ। ବଳରାମ ଠିଆ ହେଲେ ଦୁଆର ମୁହଁକୁ, ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ। ଦେହରେ ଲାଗିଲା କଳା, ମୁହଁରେ ଲାଗିଲା କଳା, ଶ୍ରୀମୁଖ ଗୋଟିକ ଝଟକି ଦିଶିଲା। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଆହା ଶୁଣ ଜଗନ୍ନାଥ, ବଡ଼ଖିଆ ବୋଲି ତତେ କହନ୍ତି ଜଗତ। ମୋତେ ଅନ୍ନ ନ ଦେଇନ ସବୁ ଖାଉ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଅନ୍ନ କାହିଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ। ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ, ସେଠାରୁ ଯାଇ ଦେଖିଲେ ଧାନର ମରାଇ। ଲକ୍ଷ ଲକ୍ଷ ଭରଣ ଯେ ଧାନ ତହିଁ ଥାଇ, ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ। ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ, ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ। ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ, ଟୋପାଏ ଯେ ପାଣି ତହିଁ ସିଏ ନ ଦେଖିଲେ। ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ, ସେହିଦିନ ଉପବାସ କରି ନ ରହିଲେ। ବେଳ ଦୁଇ ଘଡ଼ି କରେ ନିଦ୍ରା ଯେ ଭାଙ୍ଗିଲା, ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା। ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, କାଲି ଉପବାସରେ ରହିଲେ ବେନି ଭାଇ। ଆଜି ପାଦେ ଯିବାକୁ ତ ବଳ ପାଉନାହିଁ, କେଉଁଠାରୁ ଯେବେ ଆଜି ନ ମିଳିବ ଅନ୍ନ। କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ। ବଳରାମ କହୁଛନ୍ତି ଶୁଣ ଆରେ ବାବା, ନଗରରେ ଭିକ୍ଷା ମାଗି ଜୀବନ ପୋଷିବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା, ହସ୍ତରେ ଧଇଲେ ଦୁଇ ଭାଇ ଭଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି, ଯାହା ଘର ଠାକୁ ପାଣି ମାଗିବାକୁ ଯାନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି, ସେଠାବରୁ ଦୁଇ ଭାଇ ଭୟେ ପଳାବନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ। ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ, ବଡ଼ ପଣ୍ଡା ଘର ଠାରେ ପ୍ରବେଶ ହୋଇଲେ। ବଧୂ ତାର କହି ଯେ ଶାଶୁ ଆଗେ ଯାଇ, ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁରାଣ୍ଡି ତାହାଙ୍କୁ ଯେ ଚିହ୍ନି ନ ପାରିଲା, ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋହୂ ଏଲୋ ଠେଙ୍ଗା ବାଡ଼ି ଧରି, ଚୋର କି ଖଣ୍ଟ ଏ ଦୁହେଁ ଦେବାଡ଼ କରି। ଏହା ଶୁଣି ଦୁଇ ଭାଇ ତହୁଁ ପଳାଇଲେ, ସାମବେଦ ଯଜୁର୍ବେଦ ଦୂରେ ଉଚ୍ଚାରିଲେ। ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ, ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ଯେ ଡାକି ତହିଁ ବସାଇଲା, ଖୁଦ ମଳୁଖ ମିଶାଇ ସତ୍ୱର ରାନ୍ଧିଲା। ଅଫିଟା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି, ବେନି ଭାଇ ପକାଇଣ ସିଞ୍ଚିଲେ କପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣି ଗଲା, ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭାଇଲା। ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭା ହେଲା। ଲକ୍ଷ୍ମୀଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲା, ପାକଶାଳରୁ ଲେଉଟି ପାଶରେ ମିଳିଲା। ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା,
କଟୁ କଥା କହି ତାଙ୍କୁ ଦାଣ୍ଡରେ ଛାଡ଼ିଲା। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ, କବିର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାର୍ତ ବ୍ରାହ୍ମଣ ବୋଲି କବିର ଜାଣିଲେ, କହି 4-5 ମାଣ ଆଣି ବେଗେ ଦେଲେ। ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ, ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ। ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି, ଆରେ ପବନ ତୁ ହି ତ ବେଗେ ଚଳିଯିବୁ, କହି 4-5 ମାଣ ଉଡ଼ାଇ ନ ନେବୁ। ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା, ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇ ନ ନେଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ପ୍ରାଣ ଗଲା ବେଳେ ଜାତି କୂଳ ଲୋଡୁ କାହିଁ। ପଦ୍ମ ପୋଖରୀକୁ ଚାଲ ଯିବା ବେନି ଭାଇ, ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ। ଫଳ ପୁଷ୍ପ କରି ତହୁଁ ଗୁଡ଼ାଏ ଆଣିବା, ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା। ଏମନ୍ତ ବିଚାର କରି ଦୁଇ ଭାଇ ଗଲେ, ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ। ପଦ୍ମ ପୋଖରୀରେ 7 ତାଳ ପାଣି ଥିଲା, ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, ଜଳ ନାହିଁ ଫଳ ଏଥି କାହୁଁ ବା ପାଇବା। ଏହା କହି ଦୁଇ ଜଣ ତହୁଁ ଚଳିଗଲେ, ଯାଉ ଯାଉ ବାଟେ ଏକ ଯୋଗୀ କି ଭେଟିଲେ। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ, ତୁମ୍ଭର ଥାଳରୁ ଯେ ଆମ୍ଭଙ୍କୁ ଦିଅ ଭାତ। ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ, ଲକ୍ଷ୍ମୀ ଦ୍ରୋହୀ ହୋଇ ଅଛ ତୁମ୍ଭେ ଦୁଇ ଭାଇ। ଦୁଧ ଅନ୍ନରେ ଯେ ମୋର ଥାଳ ପୁରୀ ଥିଲା, ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁହିଁ ଯାଇଥିଲି ମତେ ଅନ୍ନ ଥିଲେ ଦେଇ, ଖାଇଲେ ବହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ, ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହୁଁ ହଟ ଭିଆଇଲେ, ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ, ବାଲି ମାଟି ତାତୁ ବେଗେ ଡହ ଡହ ହୋଇ। ତାତିବ ଖରାରେ ଯେହ୍ନେ ଭାଜିବାର ବାଲି, ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ, ବୁଦ୍ଧି ଦିଶୁନାହିଁ ଏବେ କିସ କରିବଇ। ଶୁଣି ନ ଶୁଣିଲା ପରି ବଳଦେବ ଗଲେ, କମଳାଙ୍କ ସିଂହ ଦ୍ୱାରେ ପ୍ରବେଶ ହୋଇଲେ। କମଳାଙ୍କ ସିଂହ ଦ୍ୱାରେ ପ୍ରବେଶ ହୋଇଲେ। ସିଂହ ଦ୍ୱାରେ ପ୍ରବେଶିଣ ଡାକିଲେ କଜହୁଁ, ଡାକ ଶୁଣି ଦାସୀ ମାନେ ଅଇଲେ କତହୁଁ। କେଉଁ ଦାସୀ କହୁଅଛି ଶୁଣ ଆଗ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ। ଏହିପରି ମୋଟା ହୋଇ ଗୋଟାଏ ଥିଲା, ଆମ ଠାକୁରାଣୀଙ୍କୁ ଯେ ଘରୁ ତଡ଼ିଦେଲା। ଏହି ରୂପେ ଦାସୀ ମାନେ କୁହାକୁହି ହେଲେ, କୁହାକୁହି ହେଲେ। ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ, ବଳରାମ ପ୍ରଭୁ ତହିଁ ଲେଉଟି ଅଇଲେ। ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା।
आउ थरे चाल बेनी भाई फेरी जिबा विनय करीण अन्न दासी को मागिबा बलराम कहूचंती पछे आम्भे थिबू आगरे थाइण अन्न तुही जे मागिबू एते कही सिंह द्वारे प्रभु विजे कले मंदिरर शोभा देखी आश्चर्य होइले बलराम कहिले हे शुण रे कन्हाई पंचम स्वर रे आग वेद पढ़ तुही जगन्नाथ प्रभु जहु ए मंत शुणिले ओंकार शब्द करी वेद ध्वनि कले रुक साम जजु अथर्व जे चारि वेद ब्रह्मांड पुरी उठिला गह गह नाद ब्रह्मांड पुरी उठिला गह गह नाद पलंक उपरे जे कमला शयिथिले निस्तरिली निस्तरिली बोलीण बोइले कोटि कोटि जन्मर पातक हेला क्षय मोर घरे विजे कले प्रभु देवराय पचार पचार दासी पचार लो जाई किस मागुछंती से ब्राह्मण बेनी भाई चली जाई मधुसूली तांकू पचारिले कि मागुछ पंडा माने कह तुम्भे भले जगन्नाथ कहूचंती दासी मुख चाही अन्न गंडा एक तुम्भे पारिब कि देई एमंत शुणिण दासी माने चली गले लक्ष्मी ठाकुराणी आगे बेगे से बोइले दासी मुखरु जे एमंत वाक्य शुणी मने विचार करती लक्ष्मी ठाकुराणी एक कथा अरजी अच्छी चंडालुणी मुही एबे दासी माने लो पचार बेगे जाई ब्राह्मण होई मो घरे कि रूपे खाइबे चंडालुणी अन्न खाई अपवाद नेबे ए मोहर द्रव्य तांकू छुई न जोगाई जाणु जाणु मुके मन्ते प्रकारे देवई ठाकुराणी समीपरु दासी माने गले ब्राह्मण को आगे जाई एमंत कहिले दासी मुखरु जे एमंत वाक्य शुणी क्षुधातुर होइण कहंती हल पानी नुआ हांडी नुआ संचा देई कि पारिबू नुआ हांडी नुआ संचा देई कि पारिबू एमंत होइले आम्भे माने जे खाइबू दासी माने कहंती लक्ष्मी को आगे जाई हाथे रांधि भोजन करिबे दुई भाई यह शुणी महालक्ष्मी संतोष होइले दासी हस्तरे हांडी 10 गोटी देले चाउल पोटिए नहीं छामुरे रखिले लेउटिया साग नहीं पुड़ाए कदेले आलू सारू कदली जे बड़ी बाईगण दूध दही छेना जे शर्करा देले पुण एबे जेते इच्छा तेते भुंज बोइले गृहे महालक्ष्मी थाई विचार जे कले रांधिण भुंजीबे जदि हाथे दुई भाई नारी को पुरुष आउ लोड़ीबे केम्पाई लक्ष्मी देवी काठ खंडे हस्तरे धइले अग्निर स्तंभन मंत्र देवी पाठ कले कदापि अग्नि देवता तेज न होइब हांडी न तातिब आउ पानी न तातिब जेते काठ जलुथिब भस्म होइजिब उहुड़ी करीण तहु धुआं हेउथिब एमंत बोलीण कमला जे आज्ञा देले सेही प्रकारेण अग्नि देवता जे कले सबु काठ जाक तही अंगार होइला तेबे सुधा जे किंचिते पानी न तातिला हटी कमलिनी हट भिआइले जेणु हांडी तले कला टिके न पड़िला तेणु सुगंध तैल देवी देले पठियाई दासी माने कहूछंती ब्राह्मण को चाही पाक सिद्धि हेला कि नहिला हे गोसाई तैल लगाई स्नान कर बेगे जाई
ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା, କିପାକ କରିବୁ ବେଳ ଉଛୁର ହୋଇଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଅନ୍ନ ହୋଇଲା କି ନାହିଁ କହବେ ଏ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ, ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ, ରେ ଅଧୁଆ ମୁହାଁ, ରାନ୍ଧି ନ ଜାଣି ହୋଇଅଛୁ ତୁ ରାନ୍ଧୁଣିଆ। ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ, ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ। ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ, କାଠ ଖଣ୍ଡେ ଘେନିଳ ଯେ ହାଣ୍ଡି ପିଟି ଦେଲେ। କ୍ଷୁଧାରେ ଯେ ଦୁଇ ଭାଇ ଆକୁଳ ହୋଇଲେ, କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ। ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁ ନାହିଁ, କ୍ଷୁଧାରେ ଆତୁର ହେଉଅଛି ମୋର ଦେହି। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଘରୁ ଭାତ ଆମ୍ଭଙ୍କୁ ନ ଦେବ, ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ। ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ, ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପାଡ଼ିଣ ଦେଲେ। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ, କେତେ ଦୁଃଖ ଦିନ ବନ୍ଧୁ ଦୁହେଁ ଯେ ପାଇଲେ। ସୁବର୍ଣ୍ଣର ଚଟୁଗଟି ହସ୍ତରେ ଧଇଲେ, ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ। ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ, ମୁଗ ମଧୁରୁଚି କ୍ଷୀର ନାନାଦି ବ୍ୟଞ୍ଜନ। ଆମ୍ବିଳ ସାକର କଲେ କଦଳୀର ଭଜା, ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା। 60 ପଉଟି ସେ ରନ୍ଧନ କଲେ ଯାଇ, ବଗଡ଼ା ଭାତ ମହିମା କଳନା ନ ଯାଇ। ଦୁଧ ପୁଳି କଲେ ମାତ ଘୃତ ପୁଳି କଲେ, ଅତି ଯତ୍ନରେ ମାଏ ସର ପୁଳି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କ ରୁଚି, ବଡ଼ିର ମହୁର କଲେ ପକାଇଣ ସାଚି। ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ, ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ। କର୍ପୂର ଛେନା ଶର୍କରା ମରିଚ ଗୋଳାଇ, 60 ନଉତି ପଣା ରଖିଲେ ତତହିଁ। ରଙ୍ଗବାଣ ପଇଡ଼ ସାଙ୍ଗରେ ଛେନା ପଣା, ଅଦା ମିଶା କରି ଯେ ନବାତ ଖଣ୍ଡ ଛେନା। ଲକ୍ଷ୍ମୀଙ୍କର ପାକ ଗୁଣ କିଏ କହିପାରିବ, କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ। ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ, ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ, ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ। ବ୍ରାହ୍ମଣ ମାନଙ୍କ ମୁହିଁ ଅଟେ ନିଜ ଦାସୀ, ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ, ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ, ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବର ପାଟ ଆଣିଦେଲେ, ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଶୁଣରେ କହ୍ନାଇ, ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ। ଏହା ଘରେ ପୁରୁଷତ ଜଣେ ଦିଶୁ ନାହିଁ, ଶୁଣିଦେବା ପ୍ରାୟ ଏହି ବିଚାର ଦିଶଇ। ଚାଲ ଏବେ ପଳାଇଣ ଏଇଠାରୁ ଯିବା, କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ, ଏ ଘରର କର୍ତ୍ତା ଆଜ ହୋଇବେ ଆପଣ, ଏ ଘରର କର୍ତ୍ତା ଆଜ ହୋଇବେ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଆହା ଶୁଣରେ କହ୍ନାଇ,
ଏମନ୍ତ କହିବା ତୋର ଉଚିତ ନୁହଁ। ଗୃହ ପରିଷ୍କାର ଦେବୀ ସ୍ୱସ୍ତରେ କଲେ, ଗନ୍ଧଚନ୍ଦନ ଯେ ମାଏ ଛଡ଼ା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି, ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି, ମଣୋହି କରିବା ବିଧି ଯେମନ୍ତେ ଭିଆଣ। ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ, ବେଗ କରି ପ୍ରଭୁଙ୍କୁ ଲୋ ଘେନି ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ, ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ନାରୀ ଜଣେ ପୁରୁଷ କେହି ଏଥି ନାଇଁ। ଭିତରକୁ ଯିବା ଆମ୍ଭ ଉଚିତ ନୁହଁ, ପତ୍ର 2 ଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ, ଏ ଘରର କର୍ତ୍ତାଜ ହୋଇବା ଯେ ଆମ୍ଭେ। କିମ୍ପା ତୁମେ ଭୟ କରୁଅଛ ଜ୍ୟେଷ୍ଠ ଭାଇ, ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ। ଭୟେ ବଳରାମ ସେଠା ବରୁଣ ଉଠନ୍ତି, ହସ୍ତ ଧରି ଘେନି ଗଲେ କମଳାଙ୍କ ପତି। ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି, ହସ୍ତ ଧରି ବସାଇଲେ ଦେବ ଶ୍ରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି। ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି। ତାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ, ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ। ବଡ଼ ସାନ ବୋଲି ଆଗ ପଚାରିବୁ ଯାଇ, ବଡ଼ଠାରେ ଆଗ ଅନ୍ନ ପରସିବୁ ନେଇ। ଅନ୍ନ ଥାଳି ଘେନି ବେଗେ ବ୍ରାହ୍ମଣୀ ଅଇଲା, ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା। ବଳରାମ ବୋଲୁଛନ୍ତି ହୋଇଲୁ କି କାଣି, ବଡ଼ ସାନ କିଏ ତୋତେ ନଦୀ ସଇ ପୁଣି। ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି, ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା, ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା। ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ, 4 ଗ୍ରାସରେ ଖାଇଲେ ବଳରାମ ତାକୁ। ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା, ଏ ପଣ୍ଡାର ଅନ୍ନ ଯାକ କିଏ ଘେନି ଗଲା। ବଳରାମ ବୋଇଲେ କ୍ଷୁଧାର୍ତ ହୋଇଥିଲୁ, ଆଗ କରି 4 ଗ୍ରାସ ବେଗେ ଖାଇଦେଲୁ। ହସିଲା ବ୍ରାହ୍ମଣୀ 2 ଭାଇଙ୍କୁ ଅନାଇ, କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ। ପୁତ୍ର ଭାରି ଯାକି ତୁମ୍ଭ ଦୁହିଁଙ୍କର ନାହିଁ, ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ର କାନ୍ଦି କଦଳୀ ରଖିଦେଲେ ନେଇ, 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ, ସେହିପରି କମଳିନୀ ଦିଅନ୍ତି ପଠାଇ। ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ, ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ। ଲକ୍ଷ୍ମୀକୁ ଭର୍ଚ୍ଛନା କରି ଦେଲେ ଘଉଡ଼ାଇ, ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଯହିଁ। ଏମନ୍ତ ସମୟେ ପୋଡ଼ ପିଠା ଦେଲେ ନେଇ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ। ଭୋଜନ ଶେଷକୁ ପୋଡ଼ ପିଠାଏ ଦିଅଇ। ଭୋଜନ ସାରିଣ ପ୍ରଭୁ ଆଚମନ କଲେ, ଆଚମନ କଲେ। କର୍ପୂର ତାମ୍ବୁଳ 2 ଭାଇ ଯେ ଭୁଞ୍ଜିଲେ, ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ। ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ,
ପଚାର ପଚାର ଦାସୀ ପଚାର लो ଯାଇ, ପଚାର ପଚାର ଦାସୀ ପଚାର लो ଯାଇ, ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ, ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ। ଏହା ଶୁଣି ଦାସୀ ମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପୁତ୍ର ଭାରିଜା ଅଛି କି କାହିଁ ତୁମ୍ଭ ଘର, କେଉଁ ରାଜ୍ୟ ବାଡ଼ି ବୃତ୍ତି ଶାସନ ତୁମ୍ଭର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି, ବିବାହ ହେବାକୁ ଦ୍ରବ୍ୟ ଆମ୍ବର ଯେ ନାହିଁ, ନୂଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ, ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୋଲୁ, କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୋଲୁ, ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ, ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ। ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ, ନାରୀ କି ଛାଡ଼ି ପୁରୁଷ ଦରିଦ୍ର କି ହୋଇ। ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ, କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ, କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ, କେଉଁ ନାରୀ ଥିଲେ ବାସି ପେଜନ ମିଳଇ, କେଉଁ ନାରୀ ଥିଲେ ବାସି ପେଜନ ମିଳଇ, କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ, କେଉଁ ନାରୀ ଅଲକ୍ଷଣୀ ଗୃହକୁ ଭାଙ୍ଗଇ। ତୁମ ସାନ୍ତାଣୀଙ୍କୁ ଗୋ ପଚାରତ ଯାଇ, ଦାସୀ କହେବା ତୁଳକୀ ହୋଇଲ ଗୋସାଇଁ। କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ, ଆମ୍ଭ ସାନ୍ତାଣୀଙ୍କୁ ଯେ ପଚାର ବୋଇଲ। ବଳରାମ ବୋଇଲେ ମୋର ପିଲା ଭାଇ, ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ, କିଛି ନ ବିଚାର ଆହେ ବଳରାମ ଭାଇ। ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେହି, ଏଠାରେ ଆପଣ ଭୟ କର କିସ ପାଇଁ। ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର, ତୁମ୍ଭେ ଯାଇ ହସ୍ତଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ, ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ, ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପିତ୍ତବାସ, ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ଓଇଲେ, ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ, ଠୋକାଏ ପାଦ ଉଦକ ମସ୍ତକେ ଲଗାଇ। କିଛି ପାଦ ଦୋକ ଲକ୍ଷ୍ମୀ ଗର୍ଭକୁ ଖେପିଲେ, ପଞ୍ଚବର୍ଣ୍ଣୀ ପୁଷ୍ପେ ପାଦ ପଦ୍ମ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ, ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ପୁଞ୍ଜିଲ ଗୋସାଇଁ, ଚଣ୍ଡାଳ ବିଟାଳ ହେଲ ଦୁଇ ଗୋଟି ଭାଇ। ଧିକ ତୁମ୍ଭ ବଡ଼ପଣ ଧିକ ତୁମ କଥା, ପଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକ୍କାରିଲେ, କାଳିୟ ଗଞ୍ଜନ ଶୁଣି କିଛି ନ କହିଲେ। ମହାମାଇ ବୋଇଲେ ଯେ ଶୁଣ ମୋ ବଚନ, ଶୁଣ ମୋ ବଚନ, ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବହନ। କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ, ଏବେ ମନୁମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କହ ପ୍ରାଣ ସହି, ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ, ରବି ତଳେ ସବୁ ଯୁଗେ ଯଶ ରଖିଗଲ। ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ, ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ। ତୁମ୍ଭ ଯଶ କୀର୍ତ୍ତି ଏବେ ଜଗତେ ରହିଲା,
ଆମକୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ପୁରାଣ ଶୁଣିବ, ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ, ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ। ଯଦ୍ୟପି କେହି ନାରୀକୁ ମୁଖେ ବୁଝାଇବ, ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ, ଜଗତ ମାତ ବୋଇଲେ କର ତୁମ୍ଭେ ସତ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆ ଖୋଇ ହେବେ, ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ, ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ। ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ, ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ, ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା, ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। ବରୁଣ କୁବେର ଯେ ହସ୍ତରେ ବେତ ଧରି, ନୃତ୍ୟ କରୁଥିଲେ ଯହିଁ ସ୍ୱର୍ଗ ଅପସରି। ବ୍ରହ୍ମା ଯେ ମେନକାଦି ଆଉ ଚିତ୍ର ଲେଖା, ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା। ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା, ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଘରକୁ ଘରଣୀ ସିନା ସୁନ୍ଦର ଦିଶଇ। ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇ। ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ, ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ। ଦୁଇ ଭାଇ ବିଜେ କଲେ ବଡ଼ ଦେଉଳକୁ, ଦାସୀ ପରିବାରୀ ଆଦି କରି ଯେତେ ଥିଲେ, ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ। ଲକ୍ଷ୍ମୀକୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ, ଦେବ ଗୋବିନ୍ଦ ଆନନ୍ଦ। ସଂସାରରେ ସେହି ମତେ କଲେ କମୁକୁନ୍ଦ। ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା, ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା। ଛାର ଚଣ୍ଡାଳୁଣୀ ଅଇ ସୂର୍ଯ୍ୟ ଭୋଗ କଲା, ଲକ୍ଷ୍ମୀଙ୍କର ସୁଦୟାରେ ମନ୍ତ ହୋଇଲା। ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ, ତାହା ସର୍ବସିଦ୍ଧି ହୁଏ। ସୂର୍ଯ୍ୟୋଦୟ ତମ ତମ ପାପ କ୍ଷୟ ଯାଏ। ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି, ଲକ୍ଷେ କୋଟି ଗୋଦାନରେ ଫଳ ଯେ ଲଭନ୍ତି। ଏ ପୁରାଣ ଅଟଇ ଯେ ମୁକତିର ପଥ, ଏ ପୁରାଣ ଅଟଇ ଯେ ମୁକତିର ପଥ। ଏହା ଫଳ କଥନରେ କେହେବ ସମର୍ଥ, ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା। ଭାବେ ବଳରାମ ଦାସ ଗୀତରେ କହିଲା, ଭାବେ ବଳରାମ ଦାସ ଗୀତରେ କହିଲା, ଭାବେ ବଳରାମ ଦାସ ଗୀତରେ କହିଲା। ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମ୍ପୂର୍ଣ୍ଣ। ମନ୍ତ୍ରତନ୍ତ୍ର କ୍ରିୟାଚାର ଭାବଭକ୍ତ୍ୟାନ୍ୟଥା କୃତମ୍, यच्चित्तं महादेवी परिपूर्णं तदस्तु मे, परिपूर्णं तदस्तु मे। हिमस्याविरणे भङ्गो मुनिरपि मतिभ्रम, यदि शुद्धं अशुद्धं वा मम दोष न विद्यते।
आपण मानकर अति प्रिय प्रकाश पंडा क्रिएशन यूट्यूब चैनल को लाइक, सब्सक्राइब एवं शेयर निश्चय करंतु। आपका अपना प्यारा प्रकाश पंडा क्रिएशन यूट्यूब चैनल को आप लोग लाइक करें, शेयर करें, कमेंट्स करें और सब्सक्राइब जरूर करें।